କ'ଣ ଆପଣ ଜାଣିଛନ୍ତି କି ମଣିଷକୁ ସାପ କାମୁଡ଼ିଲେ ତୁରନ୍ତ କ'ଣ ଖାଇବାକୁ ଦେଲେ ଶୀଘ୍ର ଭଲ ହୋଇଥାଏ? ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ମଣିଷକୁ ସାପ କାମୁଡ଼ିଲେ କେଉଁ ଉପଚାର କରିବା ଦ୍ୱାରା ଶୀଘ୍ର ଭଲ ହୋଇଥାଏ ତାହା ସମ୍ପର୍କରେ ଜାଣିବା। ଆଜିର ପ୍ରଥମ ପ୍ରଶ୍ନ, ଚିତାବାଘର ଜୀବନକାଳ କେତେ ବର୍ଷ ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 14 ବର୍ଷ, ବି 15 ବର୍ଷ, ସି 16 ବର୍ଷ, ଡି 17 ବର୍ଷ। ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଏ 14 ବର୍ଷ। ଚିତାବାଘର ଜୀବନକାଳ 14 ବର୍ଷର ହୋଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। କେଉଁ ପକ୍ଷୀ ତାର ଲାଞ୍ଜ ସାହାଯ୍ୟରେ ମଧ୍ୟ ଉଡ଼ିପାରେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ହମିଂ ବାର୍ଡ଼, ବି ପ୍ଲାଟିପସ୍, ସି ଡିପର୍, ଡି ଭୂମିକା ପକ୍ଷୀ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି ଭୂମିକା ପକ୍ଷୀ। ଭୂମିକା ପକ୍ଷୀ ତାହାର ଲାଞ୍ଜ ସାହାଯ୍ୟରେ ମଧ୍ୟ ଉଡ଼ିପାରିଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। କଞ୍ଚା ଆମ୍ବ ଖାଇବା ଦ୍ୱାରା କେଉଁ ରୋଗ କମିଯାଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ବ୍ଲଡ଼ ପ୍ରେସର, ବି ମଧୁମେହ, ସି ଯକ୍ଷ୍ମା, ଡି ଅର୍ଶ। ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଏ ବ୍ଲଡ଼ ପ୍ରେସର। କଞ୍ଚା ଆମ୍ବ ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର ଭଳି ମାରାତ୍ମକ ରୋଗ ଭଲ ହୋଇଯାଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। କେଉଁ ଭିଟାମିନ୍ ଅଭାବରୁ ମଣିଷ କମ୍ ବୟସରୁ ବୁଢ଼ା ହେବାକୁ ଲାଗିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଭିଟାମିନ୍ ଏ, ବି ଭିଟାମିନ୍ ସି ଭିଟାମିନ୍ ଡି, ଡି ଭିଟାମିନ୍ କେ। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ସି ଭିଟାମିନ୍ ଡି। ଭିଟାମିନ୍ ଡି ଅଭାବରୁ ମଣିଷ କମ୍ ବୟସରୁ ବୁଢ଼ା ହେବାକୁ ଲାଗିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଲାଉ ତରକାରୀ ସହିତ କ'ଣ ଖାଇଲେ ଶରୀରରେ ଧଳା ଛଉ ସୃଷ୍ଟି ହୋଇଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କଲରା, ବି କଦଳୀ, ସି ଆମ୍ବ, ଡି ବାଇଗଣ। ଆପଣଙ୍କ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଏ କଲରା। ଲାଉ ତରକାରୀ ସହିତ କଲରା ଖାଇଲେ ଶରୀରରେ ଧଳା ଛଉ ସୃଷ୍ଟି ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଜଣେ ମଣିଷର କେତୋଟି ଦାନ୍ତ ଦୁଇଥର ଉଠିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 10, ବି 20, ସି 30, ଡି 40। ପୁଣି ଥରେ ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ବି 20। ଜଣେ ମଣିଷର 20ଟି ଦାନ୍ତ ଦୁଇଥର ଉଠିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ବିଶ୍ୱର କେଉଁ ଦେଶ ସର୍ବପ୍ରଥମେ ରେସିଂ କାର୍ ତିଆରି କରିଥିଲା? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ସାଉଦି ଆରବ, ବି ରୁଷିଆ, ସି ସାଉଥ କୋରିଆ, ଡି ଆମେରିକା। ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଡି ଆମେରିକା। ବିଶ୍ୱର ଆମେରିକା ଦେଶ ସର୍ବପ୍ରଥମେ ରେସିଂ କାର୍ ତିଆରି କରିଥିଲା। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ବିଶ୍ୱର କେଉଁ ଦେଶରେ ସବୁଠାରୁ ଲମ୍ବା ଗଳି ଦେଖିବାକୁ ମିଳିଥାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଆମେରିକା, ବି ଭାରତ, ସି କାନାଡ଼ା, ଡି ସ୍ୱିଡେନ୍। ଆପଣଙ୍କର ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି କାନାଡ଼ା। ବିଶ୍ୱର କାନାଡ଼ା ଦେଶରେ ସବୁଠାରୁ ଲମ୍ବା ଗଳି ଦେଖିବାକୁ ମିଳିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ମଣିଷକୁ ସାପ କାମୁଡ଼ିଲେ ତୁରନ୍ତ କ'ଣ ଖାଇବା ଦ୍ୱାରା ଶୀଘ୍ର ଭଲ ହୋଇଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ସର୍ପଗନ୍ଧା ପତ୍ର, ବି ମୂଳା ପତ୍ର ରସ, ସି ହଳଦୀ ପାଣି, ଡି ତୁରନ୍ତ ହସ୍ପିଟାଲ ନେବା।
ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଡି ତୁରନ୍ତ ହସ୍ପିଟାଲ ନେବା। ମଣିଷକୁ ସାପ କାମୁଡ଼ିଲେ ତୁରନ୍ତ ହସ୍ପିଟାଲ ନେବା ଦ୍ୱାରା ସେ ଶୀଘ୍ର ଭଲ ହୋଇଯାଏ। ତେବେ ଆଜିର ଅନ୍ତିମ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା, ଜଙ୍ଗଲର ରାଜା କିଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ବାଘ, ବି ସିଂହ, ସି ହରିଣ, ଡି ହାତୀ। ତେବେ ଏହାର ସଠିକ୍ ଉତ୍ତରଟି ଯଦି ଆପଣଙ୍କୁ ଜଣାଅଛି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି କିପରି ଲାଗିଲା ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ନିଶ୍ଚୟ କୁହନ୍ତୁ।